ଏହି ଚାରିଗୋଟି ରାଶି ଛଡ଼ା ଦ୍ୱାଦଶ ରାଶିଚକ୍ରର ଅନ୍ୟ 8 ଗୋଟି ରାଶି ମଧ୍ୟ ଅଙ୍ଗାରକ ଯୋଗର ପ୍ରଭାବରେ ପ୍ରଭାବିତ ହେବେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। କୁମ୍ଭ ରାଶିରେ ଅଙ୍ଗାରକ ଯୋଗ ଚଳିତ 2026 ମସିହା ଫେବୃଆରୀ ମାସ 23 ତାରିଖ ଠାରୁ ଅପ୍ରେଲ ମାସ 2 ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ରାଶିଚକ୍ରର ଏକାଦଶ ରାଶି ତଥା ଶନିଦେବଙ୍କର ରାଶି କୁମ୍ଭ ରାଶିରେ ନିର୍ମାଣ ହେବ ଏକ ଉଗ୍ର ଜ୍ୟୋତିଷୀୟ ଯୋଗ ଅଙ୍ଗାରକ ଯୋଗ। ମଙ୍ଗଳ ମହାଗ୍ରହ ଓ ରାହୁ ମହାଗ୍ରହଙ୍କର ସଂଯୋଗରେ ସୃଷ୍ଟି ହେଉଥିବା ଏହି ଉଗ୍ର ଅଙ୍ଗାରକ ଯୋଗ କେତେକ ବ୍ୟକ୍ତିଙ୍କ ସ୍ୱଭାବରେ ହଠାତ୍ ପରିବର୍ତ୍ତନ ଆଣିବ, ତ ଅନ୍ୟ କେତେକ ଜାଗାରେ ପରିସ୍ଥିତିରେ ଅଚାନକ ପରିବର୍ତ୍ତନ ଆସିବ। ରାଶିଚକ୍ରର କେତୋଟି ରାଶି ଉପରେ ମଧ୍ୟ ଏହି ଯୋଗର ଦୁଷ୍ପ୍ରଭାବ ଦେଖାଯିବ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅଙ୍ଗାରକ ଯୋଗକୁ ଅଚାନକ ଘଟିବାକୁ ଥିବା ଘଟଣା, କ୍ରୋଧ, ଭ୍ରମ ଏବଂ ବିପଦପୂର୍ଣ୍ଣ କାର୍ଯ୍ୟର କାରକ ରୂପେ ବିବେଚନା କରାଯାଏ। ଏକଦା ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିବା ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜ ଭାରତର ସୈନ୍ୟବାହିନୀକୁ ନେଇ ପାକିସ୍ତାନ ସୀମାରେ ଦୀର୍ଘ 6 ମାସ ପାଇଁ ମୁତୟନ କରିଥିଲେ। ସ୍ୱର୍ଗତ ଜର୍ଜ ଫର୍ଣ୍ଣାଣ୍ଡିଜଙ୍କ ଜାତକ ଚକ୍ରରେ ଉଗ୍ର ସ୍ୱଭାବ ତଥା ଅଗ୍ନିକାରକ ଗ୍ରହ ମଙ୍ଗଳ ମେଷ ରାଶିରେ ବାୟୁକାରକ ଗ୍ରହ ରାହୁ ମହାଗ୍ରହଙ୍କ ସହିତ ସଂଯୁକ୍ତ ହୋଇ ରହିଥିଲା, ଯାହାର ପ୍ରଭାବରେ ସେ ସମୟରେ ଦେଶକୁ ଏକ ଅଘୋଷିତ ଯୁଦ୍ଧ ପରିସ୍ଥିତିର ସାମନା କରିବାକୁ ପଡ଼ିଥିଲା। ଚଳିତ ଫେବୃଆରୀ ମାସ 23 ତାରିଖ ଠାରୁ ଏପ୍ରିଲ ମାସ 2 ତାରିଖ ପର୍ଯ୍ୟନ୍ତ ଅଙ୍ଗାରକ ଯୋଗର ଏହି 40 ଦିନର ଉଗ୍ର ସମୟ ରାଶିଚକ୍ରର ସମସ୍ତ ରାଶି ଉପରେ ପଡ଼ିବାକୁ ଥିଲେ ମଧ୍ୟ କେତୋଟି ରାଶି ଉପରେ ବିଶେଷ ପ୍ରଭାବ ପକାଇପାରେ। ଜାଣିବା କେଉଁ କେଉଁ ରାଶି ଉପରେ ଅଙ୍ଗାରକ ଯୋଗର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ରହିଅଛି। ମିଥୁନ ରାଶି। ମିଥୁନ ରାଶିର ନବମ ଭାଗ୍ୟ ଭାବରେ ଘଟୁଥିବା ଅଙ୍ଗାରକ ଯୋଗ ମିଥୁନ ରାଶି ଜାତ ବ୍ୟକ୍ତିଙ୍କ ଭାଗ୍ୟରେ ଭ୍ରମାତ୍ମକ ପରିସ୍ଥିତି ସୃଷ୍ଟି କରିବ। ଆର୍ଥିକ ପରିସ୍ଥିତି ଖରାପ ରହିବ। ଆଇନ କାନୁନର ଜାଲରେ ଛନ୍ଦି ହୋଇ ପଡ଼ିବେ। ତରବର ହୋଇ କୌଣସି କାର୍ଯ୍ୟ କରିବା ଠିକ୍ ହେବ ନାହିଁ। କର୍କଟ ରାଶି। କର୍କଟ ରାଶିର ଅଷ୍ଟମ ବା ନିଧନ ସ୍ଥାନରେ ମଙ୍ଗଳ ଓ ରାହୁ ମହାଗ୍ରହଙ୍କର ଅବସ୍ଥାନ ଅକସ୍ମାତ୍ ବିପଦକୁ ଡାକି ଆଣିବ। ଗୁପ୍ତ ଶତ୍ରୁଙ୍କ ସଂଖ୍ୟା ବୃଦ୍ଧି ପାଇବ। ମାନସିକ ଦୁଶ୍ଚିନ୍ତା ବଢ଼ିଯିବ। ଦୁର୍ଘଟଣାର ଶିକାର ହୋଇପାରନ୍ତି। ସିଂହ ରାଶି। ସିଂହ ରାଶିର ସପ୍ତମ ଭାବରେ ଅନୁଷ୍ଠିତ ଅଙ୍ଗାରକ ଯୋଗ ଦାମ୍ପତ୍ୟ ଜୀବନରେ ହଠାତ୍ ଝଡ଼ ସୃଷ୍ଟି କରିବ। ବାଣିଜ୍ୟ ବ୍ୟବସାୟରେ ପ୍ରବଳ କ୍ଷତିର ସମ୍ଭାବନା। ମିତ୍ରମାନଙ୍କ ସହିତ ସମ୍ପର୍କରେ ଅବନତି ଆସିବ। କୁମ୍ଭ ରାଶି। କୁମ୍ଭ ରାଶିର ଲଗ୍ନ ଭାବରେ ଘଟୁଥିବା ଅଙ୍ଗାରକ ଯୋଗ ସବୁଠାରୁ ବେଶୀ କ୍ଷତି କୁମ୍ଭ ରାଶି ପାଇଁ ପହୁଞ୍ଚାଇବାର ସମ୍ଭାବନା ରହିଅଛି। ସ୍ୱାସ୍ଥ୍ୟରେ ଅବନତି ଆସିବ। ଶରୀରରେ ଘା ଓ ଫୋଟକା ପ୍ରଭୃତି ଦେଖାଯିବ। ଶରୀର ପୀଡ଼ା ଲାଗି ରହିବ। ମନ ମଧ୍ୟରେ ଅହେତୁକ କ୍ରୋଧ ଜାଗ୍ରତ ହେବ। ପାରିବାରିକ ସ୍ଥିତି ଠିକ୍ ରହିବ ନାହିଁ। ଆର୍ଥିକ ନିବେଶରୁ ଲାଭ ପାଇପାରିବେ ନାହିଁ। ଏହି 4 ରାଶି ଛଡ଼ା ଦ୍ୱାଦଶ ରାଶିଚକ୍ରର ଅନ୍ୟ 8 ରାଶି ମଧ୍ୟ ଅଙ୍ଗାରକ ଯୋଗର ପ୍ରଭାବରେ ପ୍ରଭାବିତ ହେବେ। ଏହି ଅଙ୍ଗାରକ ଯୋଗର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ମହାବୀର ଶ୍ରୀ ହନୁମାନଙ୍କର ଦର୍ଶନ ଓ ପୂଜାର୍ଚ୍ଚନା କରନ୍ତୁ। ପ୍ରତ୍ୟହ ହନୁମାନ ଚାଳିସା ପାଠ କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ
ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ଅଙ୍ଗାରକ ଯୋଗର ଅଶୁଭ ପରିଣାମକୁ ଏଡ଼ାଇ ମନବାଞ୍ଛିତ ଫଳ ପ୍ରାପ୍ତ ହେବେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।